ମହାନଦୀ ଜଳ ବିବାଦର ସମାଧାନ କେମିତି ହେବ? ଟ୍ରିବ୍ୟୁନାଲ ମାଧ୍ୟମରେ ହେବ ନା ଆପୋଷ ଆଲୋଚନା ମାଧ୍ୟମରେ ହେବ? ଆମେ ଏଇ ଦୋଛକରେ ଅଛୁ। ସରକାର ଯେତେବେଳେ ନୂଆ କରିକି ଆସିଲେ, ବିଜେପି ସରକାର ଓଡ଼ିଶାରେ, ସେ ବାରମ୍ବାର କହିକି ଆସିଲେ ଯେ ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ସମ୍ଭବ ନୁହଁ, ଆମେ ଆପୋଷ ଆଲୋଚନା ଭିତରକୁ ଯିବୁ। ମହାନଦୀ ବଚାଓ ଆନ୍ଦୋଳନ ପକ୍ଷରୁ ଆମେ ଏହାକୁ ସ୍ୱାଗତ କଲୁ। କାହିଁକି ନା ଦେଶରେ ଟ୍ରିବ୍ୟୁନାଲ ମାଧ୍ୟମରେ ଜଳ ବିବାଦର ସମାଧାନର ଇତିହାସ ଅତ୍ୟନ୍ତ ନୈରାଶ୍ୟଜନକ। ଯେତେବେଳେ ସରକାର କହିଲେ ଆମେ ଆପୋଷ ଆଲୋଚନାକୁ ଯିବୁ ଏବଂ ଗୋଟେ କମିଟି ମଧ୍ୟ ଗଢ଼ିଲେ, ଆମେ ଦେଖୁଛୁ ଯେ ସେ କମିଟି ଏବଂ ସରକାର ଯେଉଁ ପଦକ୍ଷେପ ଗୁଡ଼ିକ ନେବା କଥା ସମାଧାନ ଦିଗରେ ତାହା ନେଉନାହାନ୍ତି। ଉଦାହରଣ ଦିଆଯାଇପାରେ, ଗତ ମାସ 23 ତାରିଖରେ ସରକାର କହିଥିଲେ ଯେ ଗୋଟେ ସର୍ବଦଳୀୟ ବୈଠକ କରିବ ବୋଲି। ସେ ବୈଠକ ହେଲା ନାହିଁ ଏବଂ ସେଥିରେ ମଧ୍ୟ କୁହାଯାଇଥିଲା ଯେ ଜାନୁଆରୀ 31 ଏବଂ ଫେବୃଆରୀ 1 ତାରିଖରେ ଏହି କମିଟି ଛତିଶଗଡ଼ ଯିବ ଏବଂ ସ୍ଥିତି ଅନୁଧ୍ୟାନ କରିବ, ଛତିଶଗଡ଼ ସରକାରଙ୍କ ସହିତ ଆଲୋଚନା କରିବ। ତାହା ମଧ୍ୟ ଆମେ ଦେଖିଲୁ ହେଲା ନାହିଁ, ବାତିଲ ହେଲା, କେହି ଗଲେ ନାହିଁ ଛତିଶଗଡ଼। ଏବଂ ଏହାରି ଭିତରେ କଲମା ବ୍ୟାରେଜ ତଳେ ଗୋଟେ ବନ୍ଧ ବାନ୍ଧିକି ଯେତିକି ପାଣି ଗୋଟେ ମାତ୍ର ଗେଟ୍ରୁ ନିଷ୍କାସିତ ହେଉଛି କଲମା ବ୍ୟାରେଜରୁ, ତାକୁ ବନ୍ଧି ଦିଆହେଇଛି ବାଲି ବନ୍ଧ କରି। ସେଥିପାଇଁ ସରକାରଙ୍କର ମଧ୍ୟ କୌଣସି ଚିନ୍ତା ନାହିଁ ବା କମିଟି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିଆକ୍ସନ ଦେଇନାହିଁ। ସେହି ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀଙ୍କର ଯେଉଁ ବକ୍ତବ୍ୟ ଯେ ଟ୍ରିବ୍ୟୁନାଲକୁ ନେଇକି, ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁ, ଟ୍ରିବ୍ୟୁନାଲର ଯେଉଁ କାର୍ଯ୍ୟକାଳ ବୃଦ୍ଧି କରିବା କଥା, ଯେଉଁ ସେଥିପାଇଁ ଯେଉଁ ଲିଖିତ ଆକାରରେ ସରକାର ଦେବା କଥା ଧାର୍ଯ୍ୟ ହୋଇଥିଲା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଦେବା କଥା, ଦେଲେ ନାହିଁ, ଏବେ ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ କରିବା ପାଇଁ ଏ ସରକାରର ଆଦୌ ଆନ୍ତରିକତା ନାହିଁ। ଏମାନେ ଛତିଶଗଡ଼ ସରକାର ପାଖରେ ଆତ୍ମସମର୍ପଣ କରିଛନ୍ତି। ଟ୍ରିପ୍ୟୁଲ ଇଞ୍ଜିନ ସରକାର ଏମାନଙ୍କର ଚାଲିଛି। ଦିଲ୍ଲୀରେ ଆଙ୍କର ସରକାର, ଓଡ଼ିଶାରେ ଆଙ୍କର ସରକାର, ଛତିଶଗଡ଼ରେ ବି ଆଙ୍କର ସରକାର, ବିଜେପି ସରକାର। ଓଡ଼ିଶା ଲୋକଙ୍କୁ ଆଉ ବେଶୀ ଦିନ ଏମାନେ ଭକୁଆ କରିକି ଭୁଆଁ ବୁଲେଇ ପାରିବେ ନାହିଁ। କାରଣ ଆଗରୁ ସେ ବାରମ୍ବାର ବିଜୁ ଜନତା ଦଳକୁ ଦୋଷ ଦେଇ ଆସୁଥିଲେ। ଏବେ 2 ବର୍ଷ ହେଇଗଲା, 2 ବର୍ଷ ଭିତରେ ମହାନଦୀ ବିବାଦର କିଛି ସମାଧାନ ହେଲାନି। ବର୍ତ୍ତମାନ ଖରାଦିନ ଆଜି ଉପନୀତ ହେଲାଣି, ମହାନଦୀର ପାଣି ଶୁଖିଲାଣି। ଏ ସମୟରେ ଓଡ଼ିଶାର ଚାଷୀ, ଓଡ଼ିଶାର ସାଧାରଣ ଜନତା ପାଣି ପାଇଁ ଯେତେବେଳେ ଚିତ୍କାର କରୁଛନ୍ତି, ଏମାନେ ସେତେବେଳେ ବିଭିନ୍ନ ଆଳ ଦେଖେଇ ତାର ସମୟ ଗଡୁଛନ୍ତି। 1 ତାରିଖରେ କଣ ଯିବା କଥା ତାଙ୍କର ଆପୋଷ ସମାଧାନ କରିବା ପାଇଁ, ତା ମଧ୍ୟ ଗଲେ ନାହିଁ। କିମ୍ବା ଟ୍ରିବ୍ୟୁନାଲର ସମୟ ଯୋଉ ନେବା କଥା ତା ମଧ୍ୟ ତତ୍ପର କରୁନାହାନ୍ତି। ତେଣୁ ଏ ଖାଲି ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଛଡା ଆଉ କିଛି ନୁହେଁ। ଆମେ ଦେଖୁଛୁ ଅଧିକାରୀ ମାନଙ୍କର ଚରିତ୍ର ଦେଖିଲା ବେଳକୁ ଧୀରେ ଧୀରେ ଦୁଃଖ ଲାଗୁଛି ଯେ ଯୋଉମାନେ ବଡ ବଡ ପଦବୀରେ ରହୁଛନ୍ତି ସେମାନେ କେମିତି ଦୁର୍ନୀତିଗ୍ରସ୍ତ ହଉଛନ୍ତି। ଏସବୁରେ ରୋକ ଲାଗିବା ଦରକାର, କଡାଠୁ କଡା ପଦକ୍ଷେପ ନେବା ଦରକାର, ଆକ୍ସନ ନେବା କଥା। ଯେତେ ଅଧିକ ଏ ଦିଗରେ ଏନଫୋର୍ସମେଣ୍ଟ ହବ, ସେତେ ସ୍ୱଚ୍ଛତା ବଜାୟ ରହିବ। ସ୍ୱଚ୍ଛତା ଗୋଟେ ପ୍ରଶାସନରେ ରହିବା ଜରୁରୀ।